ଭଗବାନ କୋଉଥିରେ ଖୁସି ହେବେ? ଆଉ ଏଇ ପ୍ରଶ୍ନର ଉତ୍ତର ସମସ୍ତଙ୍କର ଭିନ୍ନ ଭିନ୍ନ। ଆଉ ଏଇ ପ୍ରଶ୍ନର ଉତ୍ତର ଦେବାକୁ ଯାଇ 90% ଲୋକ ଏଇଆ କୁହନ୍ତି କି ମୁଁ ସୋମବାର, ମଙ୍ଗଳବାର ଆଉ ଶନିବାର ନନଭେଜ ଖାଏନି, ଆଉ ଗୁରୁବାର ତ ବିନା ପିଆଜ ରସୁଣରେ ସବୁ କିଛି ଖାଇବା ଖାଏ। ଏଣ୍ଡ ଏଇ ସବୁ ଦିନ ଗୁଡ଼ିକରେ ସେଇ 90% ଲୋକ କଣ କଣ ସକାଳଠୁ ନେଇ ରାତି ପର୍ଯ୍ୟନ୍ତ କରନ୍ତି ତାର ହିସାବ ରଖନ୍ତି। କିନ୍ତୁ ମୋ ମତରେ ଏଇ ବାର ଗୁଡ଼ିକରେ ନିଜକୁ ଥରେ ପଚାରିବା ଦରକାର, ଆଜି ମୁଁ କିଛି ଭୁଲ କରିନି ତ? ଆଜି ମୁଁ ନନଭେଜ ଖାଇନି ସତ, କିନ୍ତୁ କାହା ମନରେ ଦୁଃଖ, କଷ୍ଟ କିମ୍ବା ଅପମାନିତ ଦେଲା ଭଳିଆ କଥା କିଛି କହିଦେଇନି। ଆଜି ମୁଁ କାହାଠୁ ଲାଞ୍ଚ ନେଇନି ତ? ଆଜି ମୁଁ କାହାକୁ ଠକି ଦେଇନି ତ? ଆଜି ମୁଁ କାହାର ଚୁଗୁଲି ମଧ୍ୟ କରିଦେଇନି ତ? ଆଉ ଏଇ ସବୁ ପ୍ରଶ୍ନର ଉତ୍ତର ଆପଣଙ୍କୁ ଯାହା ବି ମିଳିବ ସେଇଟା ହଉଛି ଆପଣଙ୍କର ଅସଲ ପରିଚୟ। ଆରେ ସାମାନ୍ୟ ଖାଦ୍ୟରେ କଣ ଅଛି? ବିନା ପିଆଜ ରସୁଣ କିମ୍ବା ଆମିଷ ଆପଣଙ୍କର ଚିନ୍ତାଧାରା କିମ୍ବା ମାନସିକତାକୁ ବଦଳାଇ ଦେଇ ପାରିବ ନାହିଁ। ତ ସେଇ ଭଗବାନ ଆମେ ଖାଉଥିବା ଖାଦ୍ୟର ନୁହଁ, ଆମେ କରୁଥିବା କର୍ମର ହିସାବ ରଖନ୍ତି। ସେଥିପାଇଁ ତ କୁହାଯାଏ କର୍ମ ହିଁ ଭଗବାନ। ନା କଣ କହୁଛନ୍ତି?